ଜଗନ୍ନାଥ ମଟନ ଖାଏନି ନା କୋଉଠି ମଟନ ଖାଉଥିଲେ ମଟନ ଝୋଳ କୋଉଠି ଜଗନ୍ନାଥ ଆସୁଥିଲେ ଖାଏ ମଟନ ଖାଆନ୍ତି ଯାହା କହିଲେ ତ ଗାୟକ ଯୋଉ ଆଡେ ଲମ୍ବେ ବହି ଆଡେ ଯିବେ ଜଗନ୍ନାଥ ମଟନ ଖାଏ ଖାଲି କହିଦେଲେ ହବନି ତା ପ୍ରମାଣ ଦରକାର କୋଉଦିନ କେଉଁଦିନ ନା ବର୍ଷକେ ଥରୁଟିଏ ଜଗନ୍ନାଥ ମଟନ ଖାଇବ ଘରେ ଜଗନ୍ନାଥ ମଟନ ଖାଆନ୍ତି ବର୍ଷ ବହିର ନାଁ ହେଲା ଦାରୁ ବିଗ୍ରହ ମୁଁ ବହି ନାଁ ଦେଇକି ପ୍ରମାଣ ଦଉଛି ଶ୍ରୀମନ୍ଦିରରେ ଆଶ୍ୱିନ ମାସରେ ଯେତେବେଳେ ଅଷ୍ଟମୀ ତିଥି ଯୋଉଦିନ ହବ ସେଇଦିନ ଗୋପାଳ ବଲ୍ଲଭ ମଠଠୁ ଗୋଟେ ବୁଦାକୁ ତା ଚାରି ଗୋଡକୁ ଧରିକି ପାଚେରୀ ଉପରକୁ ଫୋପଡା ଯିବ କୋଇଲି ବୈକୁଣ୍ଠକୁ ଗଲା ବେଳେ ଯୋଉ ଓସ୍ତ ଗଛଟା ଅଛି ବୋଲେ ଜଗନ୍ନାଥ ଯୋଉଠି ପୋତା ଯାଆନ୍ତି ସେଇଠି କଳା ରଙ୍ଗର ଧୋତି ପିନ୍ଧିକି ବସିଛନ୍ତି ଜଣେ ଚଣ୍ଡାଳ ସେଇ ଆସିକି ବୁଦାକୁ ଧରିବ ଶ୍ରୀମନ୍ଦିର ବଡ ଦେଉଳର ପଛପଟେ ଯୋଉ ନୃସିଂହ ମନ୍ଦିର ଅଛି ଉପରକୁ ଚଢିକି ଯାଆନ୍ତି ସେଇ ନୃସିଂହ ମନ୍ଦିରରୁ ବାଉଁଶ ଦିଟା ବିମଳା ମନ୍ଦିର ଉପରେ ପଡିବ ନଡିଆ ବାହୁଙ୍ଗା ତା ଉପରେ ପଡିବ କୋଇଲି ବୈକୁଣ୍ଠ ଠେଇ ସେ ବୋଦାଟା ହଣା ହବ ତା ମାଂସ ଶ୍ରୀମନ୍ଦିରର ପଛପଟେ ସେ ମାଂସ ରନ୍ଧା ଯିବ ଭକ୍ତମାନେ ଗଲା ବେଳେ ଠୋଲାରେ ଠୋଲେ ଲେଖେ ନେବେ ସେତେବେଳେ ଯିଏ ଯାହା ମନ ଇଚ୍ଛାରେ ଦଉଥିଲା ଚଳୁଥିଲା ଆଜିକାଲି ସେ ଠୋଲାର ଦାମ 100 ଠାରୁ 500 ଟଙ୍କା ଯାକେ ହେଇଗଲାଣି ଆଜିକାଲି ଭକ୍ତ ଆଉ ପାଉନାହାନ୍ତି ବାମୁଣିଆ ଦଳ ନେଇଯାଉଛନ୍ତି ଆମେ ଆମ ଘରକୁ ନେଇଯାଉ ବାମୁଣିଆ ଦଳ ମଟନ ଖାଇବାର ମାଷ୍ଟର ଆମେ ପୂଜା କଲୁ ଆଉ କଣ ତମ ଘରକୁ ଦେଇଥାନ୍ତୁ ନାଇଁ କି ଭକ୍ତ ନା କିଆ କହୁଛ ବାମୁଣିଆ ତ ନଉଛ ଏବେ ସେ ଠୋଲାର ଦାମ କେତେ 100 ରୁ 500 ହେଲାଣି